ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ 2.5 ଲକ୍ଷ ଯୋଗ୍ୟ ହିତାଧିକାରୀ। ଡିବିଟି ଏବଂ ଇକେୱାଇସି ନଥିବାରୁ ଆସିନି ଟଙ୍କା। ତ କ'ଣ ଆସିଛି ଅପଡେଟ୍ ଜାଣିବା ପାଇଁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ, ସ୍ୱାଗତ କରୁଛି ତ ଟେକ୍ନୋ ଓଡ଼ିଆର ଆଉ ଏକ ନୂଆ ଭିଡ଼ିଓକୁ। ଭିଡ଼ିଓଟି ପସନ୍ଦ ଆସିଲେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ନୂଆ ଆସିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ ଟିପି ଅଲ୍ ସିଲେକ୍ଟ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ସୁଭଦ୍ରା ଯୋଜନାରେ 2.5 ଲକ୍ଷ ଯୋଗ୍ୟ ମହିଳାଙ୍କୁ ମିଳିନି ଟଙ୍କା। ଚତୁର୍ଥ ପର୍ଯ୍ୟାୟରେ 18 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ମୋଟ 98 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିଛି। କିନ୍ତୁ ଏବେ ବି 2.5 ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇନି। ସୁଭଦ୍ରା ପୋର୍ଟାଲରେ ଇକେୱାଇସି କରିନଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିଛି। ଯେଉଁ ହିତାଧିକାରୀ ଟଙ୍କା ପାଇନାହାନ୍ତି ତାର ତାଲିକା ବ୍ଲକ, ମ୍ୟୁନିସିପାଲିଟି, ଜିଲ୍ଲା ସ୍ତର ଓ ସୁଭଦ୍ରା ପୋର୍ଟାଲରେ ଉପଲବ୍ଧ ରହିଛି। ତେଣୁ ଟଙ୍କା ପାଇନଥିବା ହିତାଧିକାରୀମାନେ ଏହି ତାଲିକାକୁ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ତାଲିକାରେ ନାଁ ଥିଲେ ବ୍ୟାଙ୍କ ଯାଇ ଡିବିଟି ଏନେବଲ୍ କରିବା ସହ ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତିରେ ଇକେୱାଇସି କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ମାର୍ଚ୍ଚ 8 ତାରିଖ ସୁଦ୍ଧା ପ୍ରଥମ କିସ୍ତି ଏବଂ ମାର୍ଚ୍ଚ 8 ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ। ସୁଭଦ୍ରାରୁ ବଞ୍ଚିତ 2.5 ଲକ୍ଷଙ୍କ ପାଇଁ କିଛି ନିର୍ଦ୍ଦେଶାବଳୀ। ସୁଭଦ୍ରା ଟଙ୍କା ପାଇବା ପାଇଁ ହିତାଧିକାରୀଙ୍କୁ 4ଟି ଜିନିଷ ନିଶ୍ଚିତ କରିବାକୁ ପଡ଼ିବ। ହିତାଧିକାରୀଙ୍କ ସିଙ୍ଗଲ ହୋଲ୍ଡର ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ଆକାଉଣ୍ଟଟି ହିତାଧିକାରୀଙ୍କ ଆଧାର ସହ ସଂଯୁକ୍ତ ହୋଇଥିବା ଆବଶ୍ୟକ। ସୁଭଦ୍ରା ପୋର୍ଟାଲରେ ବାୟୋମେଟ୍ରିକ୍ ପଦ୍ଧତିରେ ଇକେୱାଇସି କରିଥିବା ଜରୁରୀ। ଟଙ୍କା ପାଇନଥିବା ହିତାଧିକାରୀ ତାଲିକା ଯାଞ୍ଚ କରିବାକୁ ପରାମର୍ଶ। ତାଲିକାରେ ନାଁ ଥିଲେ ବ୍ୟାଙ୍କ ଯାଇ ଡିବିଟି ଏନେବଲ୍ କରିବାକୁ ପରାମର୍ଶ। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା।